ଭାଇ ଭଉଣୀ ମାନେ କି ବୁର୍ବୁଟି ସେମାନେ ଚାହୁଁଛନ୍ତି ଏ ପିଲାମାନଙ୍କୁ ମୂର୍ଖ କରିବା ବୋଲି। ଏମାନେ ପାଠଶାଠ ପଢୁ ତାଙ୍କ ପିଲା ବିଦେଶ ପଢବେ, ଇଂଲିଶ ମିଡିୟମ ପଢବେ, ଭଲ ସ୍କୁଲରେ ପଢବେ, ଆମ ଟାଉନ ଯିବେ କିସ୍ ପଢବେ ରଜ ଦୋଳି ଝାଲ ମୁଢି କେମିତି ବନାଇଲେ। ଭାଇ ଭଉଣୀ ମାନେ ତାଙ୍କୁ ଲାଜ ଲାଗୁନି, ସେ ମନ୍ତ୍ରୀ ମାନଙ୍କୁ ଲାଜ ଲାଗୁନି। ଗୋଟେ ଭଲ ପରୀକ୍ଷା କରିପାରୁନାହାନ୍ତି। ଦେଶର ପରିସ୍ଥିତି କେତେ ଖରାପ। ଆମେ ସବୁ ଯାର ବାଟେ ସେ ବୁଲୁଛୁ। ଆଜିକି କାଲି ପ୍ରଭୁ ପଳେଇ ଆସିବେ, ଆସିଲେ କେମିତି କରବ? ଆଦମ ହବା ତ ମନୁଷ୍ୟ ଜୀବନ କାଟି ବାହାରେ ପଳେଇଲେ, ଅନକ ପ୍ରଭୁଙ୍କ ସାଙ୍ଗରେ ଚାଲିଲେ। କେତେ ବର୍ଷ? 300 ବର୍ଷ। ଆମେ କେବେ ଆଗେ କେବେ ପଛେ, କେବେ ଇଧାର କେବେ ଉଧାର। ଆମର ଜୀବନ ବେଗେର ମିଶା ଅଛି, କେବେ ଆଗେ ଯାଉଛୁ କେବେ କେମିତି ଜୀବନ କାଟୁଛୁ। ଯଦି ପ୍ରଭୁଙ୍କ ସହିତ ଚାଲବା ନାହିଁ, ପ୍ରଭୁଙ୍କ ରାଜ୍ୟରେ ଯାଇପାରବା ନାହିଁ। ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଦୁଇଟା ରାସ୍ତା ଅଛି, ଆମକୁ ବାଛିବାର ଅଛି। କେନେ ଗଲେ ସ୍ୱର୍ଗ ଯାଇ ହେବ ନାହିଁ। ଆମକୁ ରାସ୍ତା ନିଜେ ବାଛିବାର ଅଛି। କୋଉ ରାସ୍ତାରେ ମୁଁ ଯିବି, କୋଉ ରାସ୍ତାରେ ମୁଁ ଯିବି। ମାଥିଉ 7 ପର୍ବ ତାର 13-14 ପଦ। ମାଥିଉ 7 ପର୍ବ ତାର 13-14 ପଦ। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେରିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକ ଅନେକ, ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ଦୁଇଟା ରାସ୍ତା ଶୁଣ ମା ମାନେ, ଦୁଇଟା ରାସ୍ତା। ଗୋଟେ ରାସ୍ତା ସ୍ୱର୍ଗ ବାଟେ ଯିବ, ଆଉ ରାସ୍ତା ନରକକୁ ଯିବ। ଆମେ କୋଉ ବାଟେ ଯାଉଛୁ? ଆମେ ନରକ ବାଟେ ଦିନ ସ୍ୱର୍ଗ ଯାଉଛୁ ବୋଲି ହେବ କି? ମଣିଷ ଜୀବନ କାଟୁଛୁ। ମୁଁ ଯୁଆଡେ ଗଲେ ମିଶା ସ୍ୱର୍গে ଯିବି ଆକା, କୁଆଡେ ଗଲେ ମିଶା আমি স্বর্গে কুই জীব। দুইটা তো রাস্তা ଅଛି, এই রাস্তা না সেই রাস্তা। ଲୋକମାନେ ଯୋଉ ରାସ୍ତା ଯାଉଛନ୍ତି ଆମେ ସେ ବାଟେ ଯାଉଛୁ। ଶୈତାନର କଥା ଶୁଣବାର ନାହିଁ, ବାକ୍ୟ ଶୁଣବାର, ଯେ ପ୍ରଚାର କଲେ ଶୁଣବାର, ଆରେ ବାଇବଲ ଖୋଲି କରି ଦେଖିବାର ଏ ଆଜ୍ଞା କହିବା କଥା ବାଇବଲରେ ଲେଖା ହେଇଛି କି ନାହିଁ ସେଇଟା ଆମେ ଦେଖିବାର ଅଛି। ଆମେ କଣ କରୁଛୁ? ଯେ କହିଲେ ମିଶା ହଁ ହଇ ପ୍ରଭୁଙ୍କ ଲୋକ, ପ୍ରଭୁ ଜଣାଇଥିବେ କି ନାହିଁ ସେଟା ପାଇଁ କହୁଛନ୍ତି। କୁଇ କହୁଛନ୍ତି? ପ୍ରିୟ ମାନେ ବାକ୍ୟ ଶୁଣନ୍ତୁ, ଯେ କହିଲେ ଶୁଣନ୍ତୁ, ମାତ୍ର ଏଟା ବାଇବଲ ଅନୁସାରେ କି ନାହିଁ ଯେ ବାଇବଲ ଖୋଲି ଦେଖନ୍ତୁ। ଆମେ କେବଳ ଖ୍ରୀଷ୍ଟିଆନ, କେବଳ ଖ୍ରୀଷ୍ଟିଆନ। ଆମେ ବାଇବଲ ଏବେ ଯାଏ ପୁରା ପଢିଲାର ନାହିଁ। ତା ଏବେ ଯାଏ ବାଇବଲ ପୁରା ପଢି ସରିନୁ। ତୁ କଣ ପଢିছিল? ବିଏ କଲି, ବିଡି କଲି, ଆରି ଏଟା କଲି, ବାଇବଲ ପଢିଲୁ? তুই କଣ করছু বাবু? ইঞ্জিনিয়ারিং, বাইবেল পড়িছু? নাই, পুরা পড়িল। তোর মিটিংরে যাইছিলি, খালি পচারলি প্রথম আজ্ঞা কোন? ওরে পিলা হাত থেকে কହୁছে প্রথম আজ্ঞা পটনায়ক আজ্ঞা বলি। কোন করছে প্রথম আজ্ঞা? মানে তুরে জাতিয়া। আর দ্বিতীয় আজ্ঞা পচারনি, কারণ দ্বিতীয় আজ্ঞা পন্ডা আজ্ঞা, তৃতীয় আজ্ঞা সাহু আজ্ঞা, চতুর্থ আজ্ঞা ঠাকুরি আজ্ঞা, পঞ্চম আজ্ঞা নাক আজ্ঞা, ষষ্ঠ আজ্ঞা বাঘ আজ্ঞা। তাকে তো সবু আজ্ঞা জানা, সবু আজ্ঞা তাকে জানা। মিটিং অবধি পুস্তক খোল বলা আছে, পিলা নূতন নিয়মরে খোঁজুছি। তার বুয়া রুখে দিত নূতন নিয়মরে, চটকিনা পেটাবো খোদলা 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 আর কিস করছি। আমার বাইবেলরে অবধি পুস্তক নাই বলছি। ইয়ে বুয়া প্রিয় ভাই ভଉଣୀ ମାନେ, মা মানে লাস্ট টাইম কেবে বাইবেল পড়িছিল মনে ଅଛି କେମିତି? মোবাইল ଛାଡିବୁ ନାହିଁ, ଛାଡୁନୁ, ଫେରି ବୁଲୁଛୁ বাইবেল। ଥରେ ଜଣଙ୍କ ଘରେ ଯାଇଥିଲି, ଭଉଣୀ ଘରେ ଗଲାରୁ କହିଲେ ନିରଞ୍ଜନ ଆସିଛୁ ତ ଟିକେ ବାଇବେଲ ପଢି ପ୍ରାର୍ଥନା କରିକି ଯା। ମୁଁ କହିଲି ଦିଦି ମୁଁ ତ ବାଇବେଲ ଆଣି ନାହିଁ। ଆରେ ବାଇବେଲ ତ ଆମ ଘରେ କେତେ ଅଛି, ମନେ ଗୋଟେ ବାଇବେଲ ଦେଲେ ଚା ବନାଇବାକୁ ଗଲେ, ସେ ବାଇବେଲ ଖୋଲୁ ଖୋଲୁ ପାନିଆ ବାହାରିଲା। ପାନିଆ, ମୁଁ ପଚାରିଲି ଦିଦି ଏ ବାଇବେଲରେ କଣ ଦିଦି ପାନିଆ ଅଛି? ଆରେ ନିରଞ୍ଜନ ମୁଁ 15 ଦିନରୁ ଖୋଜୁଛି ମ, ଏଟା ମିଳୁନାହିଁ। ବୋଲେ କିସଟା? 15 ଦିନ ଲାଗେ ଝାକଡ଼ି ବାଇବେଲ ଖୋଲି ମିଶା ନାହିଁ, ଛିଁ ମିଶା ନାହିଁ। ଯଦି ମା ବାଇବେଲ ଧରିବ ନାହିଁ, ପିଲାମାନେ ତର ତର ଗର ଗର ପଡବା। ସ୍ୱାମୀ ମତେ କୁହ ନାହିଁ ନାହିଁ,
আমার ঘরে বাইবেল কি কামରେ ଆସୁଛି বাইবেল বাইবেল କଣ ପିଲା ଚମକସି ବୋଲି ତକିଆ ପାଖରେ ରଖି ଦେଇଥିଲେ ବାବୁକେ ଢୁଲାଇ ଦେଇଥିଲ ନାଇଁ ନାନୀ বাইবেল কে ଜାଗା ରଖିଛି ଆଜି বাইবেল କି କାମରେ ଆସିବ ସ୍ୱାମୀ ସ୍ତ୍ରୀ ମାଡ଼ ଗଲେ ପ୍ରମାଣ କରିବା ପାଇଁ ମୁଣ୍ଡେ ଭାଇ ଦେଇଥିବେ বাইবেল ଭଇଁ କରି କୁହ ମଦ ପିଇବି ନାହିଁ ପିଇଲେ ଉପଡ଼ି ମରିଯିବି ସେ ସ୍ତ୍ରୀ ଘର ବାଟେ ଯିବୁ ନାହିଁ ଯଦି ଯିବି ବୋଲେ ମକେ କାହେଲେ ହେଇଯାଅ କିଛିଟା ହେବ କିଛି ହେବ ନାହିଁ କେତେ ଭୟ ଲାଗିବେ ଆମର ମଧୁ ଆମର বাইবেল ଆଜି বাইবেଲ କାହିଁକି ଦରକାର ଆମର ଘରେ 3 ଦିନ ଦିନ ଡୁମା ଆସିବ ବୋଲି ପେଟ ଜାକିକି ଢୁଲବା ପାଇଁ ଡୁମା ମାନେ ଆସୁଛନ୍ତି କି ସେଲା କି ଡୁମା ମାନେ ଆସୁନାହାନ୍ତି ଆଜିକାଲି ଆଜି ଆଗ 3 ଦିନ ଆସିବା କିନା ଟିକେ ଆସିକି ସେ ପରିଙ୍ଗ ମାରଲା ପରା ଥାଲି ବେଟଲା ପରା ଝାଡୁ କଲା ପରା କୁଡକୁଡ କଲା ପରା ହଉଥିଲା ଏବେ ହଉଛି କି ହେଉନାହିଁ ମୁଁ ଦିନେ ଭାବିଲି ଏ ଡୁମା ମନାରେ କିସ୍ ପାଇଁ ଆସୁନାହାନ୍ତି ଭ୍ୟାଲିଡିଟି ସରିଗଲା କି କେମିତି ବୋଲି ଭ୍ୟାଲିଡିଟି ସରିଗଲା କି କେମିତି ବୋଲି ପରେ ମୁଁ ବୁଝିଲି କାହିଁକି ଆସୁନାହାନ୍ତି ବଞ୍ଚଲା ବେଳେ ଏମିତି ସାଧିଛୁ ମରଲା ବେଳେ ଶପଥ ଖାଇ ମରିଛନ୍ତି ମରିଗଲେ ତ ଡାଣ୍ଡି ସମୟ ମାରିବି ନାହିଁ ବୋଲି ମରିଛନ୍ତି ସେଟା ପାଇଁ ଆସୁନାହାନ୍ତି ଡୁମା ଏବେ ଆମଠୁ ବଡ ଡୁମା କେ ଅଛନ୍ତି ମୋବାଇଲ ଡୁମା ମାନେ ଆମ ପିଲାରୁ ଦେଖ ସେ ଅନ୍ଧାରରେ ବିରଯିବାକୁ ବସିଥିବେ ରାତି ଯାକ ଡର ନାହିଁ ଭୟ ନାହିଁ ଟୋକି ମାନେ ମୋବାଇଲ ଧରି ଫୋନ ଆଇଲେ କେମିତି କରୁଛନ୍ତି କଥା ହେବା ପାଇଁ ସେ ଭାଟା ବାଟେ ପଳାଇଥିବେ ହଁ 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 ବୋଲି ପରେ କିଏ ଏତିକି ଦୂର ଭାରି ହେଲି କିଏ ଗୋଟେ ପିଲା ଏମିତି ଛାତ ଉପରେ ଫୋନରେ କଥା ହଉଥିଲା ପଡିକରି ମରିଗଲା କଣ କରିବୁ ମନୁଷ୍ୟ ଜୀବନ କାଟୁଛୁ ଆଜି ଦିଟା ରାସ୍ତା ଅଛି ଗୋଟେ ରାସ୍ତା ବାଛିବା ପାଇଁ ପଡିବ ହନକ ପ୍ରଭୁଙ୍କ ସାଙ୍ଗେ ଚାଲିଲେ ଏମିତି ଚାଲିଲେ ଚାଲୁ ଚାଲୁ ସ୍ୱର୍ଗ ଏକା ଏ ପ୍ରଭୁ ଖୁସି ଥିଲେ ତାର ଜୀବନରେ ପ୍ରଭୁ ଖୁସି ଥିଲେ ସେଥିପାଇଁ ସ୍ୱର୍ଗକୁ ଗଲେ ନା ଆପଣ ଯଦି ଏଭ୍ରି 11 ପର୍ବ 5 ପଦ ପଢିବେ ଏଭ୍ରି 11 ପର୍ବ 5 ପଦ ହଁ ବିଶ୍ୱାସ ଦ୍ୱାରା ହନକ ମୃତ୍ୟୁ ଭୋଗ ନ କରି ବିଶ୍ୱାସ ଦ୍ୱାରା ହନକ ମୃତ୍ୟୁ ଭୋଗ ନ କରି ଅନ୍ତର୍ହିତ ହେଲେ ସେ ଆଉ ଦେଖାଗଲେ ନାହିଁ କାରଣ ଈଶ୍ୱର ତାଙ୍କୁ ଅନ୍ତର୍ହିତ କରିଥିଲେ ସେ ଯେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ ଅନ୍ତର୍ହିତ କିଏ ହେବ ଯେ ପ୍ରଭୁଙ୍କୁ ସନ୍ତୁଷ୍ଟ କରୁଛି ବୋଲି ପ୍ରମାଣ ପାଇବ ତାର ସାର୍ଟିଫିକେଟ ଲେଖା ହେବ କଣ ଏ ଲୋକ ପ୍ରଭୁଙ୍କର ସନ୍ତୋଷ ଜୀବନ କାଟୁଛି ତେବେ ସେ ଯିବ ହନକ ଏମିତି ଚାଲିଲେ ଯେ ପ୍ରଭୁଙ୍କର ସନ୍ତୋଷଜନକ ଜୀବନ କାଟିଲେ ଆମେ ସ୍ୱାମୀକୁ ଖୁସି କରିବା ପାଇଁ ସ୍ତ୍ରୀକୁ ଖୁସି କରିବା ପାଇଁ ଶାଶୁକୁ ଖୁସି କରିବା ପାଇଁ ଝିଅମାନେ ସେ ବୟଫ୍ରେଣ୍ଡକୁ ଖୁସି କରିବା ପାଇଁ ତାକେ ଖୁସି କରି 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 ଜୀବନ ନଷ୍ଟ ହେଲା ଏବେ ଯାହାକୁ ବିବାହ ହେଇଛନ୍ତି ତାକେ ଏକା ମନେ ପଡୁଛି ତା ସାଙ୍ଗ ବସିଛି ଏଣେ ତେନେ ଛାଯାଇ ମଞ୍ଚାଇ ବୁଲିଛି କମ କଥା ଆମେ ଭୋଜି ଖାଇବା ଯାଇଛୁ ବୋଲି କଥା ହଉଥିବେ ଏତେ ଟକି ନାହିଁ କି ସେ କୋଟପାଡର ପିଲା ସାଙ୍ଗେ ବୁଲୁଥିଲା ତାପରେ କେତେ ଦିନ ସେ ପରିବାର ପିଲା ସାଙ୍ଗେ ବୁଲୁଥିଲା ଜୟପୁର ପିଲା ସାଙ୍ଗେ ମିଶିଥିଲା ପୁଣି ଆଜି କାହା ସାଙ୍ଗେ ବିବାହ ହେଲାନି ପାପଡ଼ାହାଣ୍ଡି ପିଲା ସାଙ୍ଗେ ସବୁ ଜାନା ଆମେ କଣ ଆମେ କହୁଥିଲେ ସେ ବିଲେଇ ଆଖି ଲିମି ଦେବାରି ଖାଉଥିଲ ସେ ଭାବୁଛି ମୁଇଁ ଆଖି ଲିମି ଦେଲେ ମତେ ଦେଖବେ ନାହିଁ ବୋଲି ବିଲେର ଷ୍ଟୋରି ସେଟା ବିଲେଇ କଣ ଭାବୁଛି ଭାଇ ଭଉଣୀ ମାନେ କ୍ଷୀର ପିଇଲା ବେଳକୁ ମାଛ ଖାଇଲା ବେଳକୁ ଚିକେନ ଖାଇଲା ବେଳକୁ ଆଖି ଲିମି ଆମେ ସେ ବିଲେରୁ ଆତ୍ମା ପାଇଛୁ ଆମେ ମୁହେ କପଡ଼ା ଢାପି ଦେଲେ ହେଲମେଟ ପିନ୍ଧିଦେଲେ ଆତାରେ ଅନ୍ଧାରରେ କଥା ହେଲେ କିଏ ଦେଖବେ ନାହିଁ କି ଯେ ଦେଖିବା କଥା ସେ ଦେଖୁଛନ୍ତି ଆପଣ ଆଉ ମୁଁ ଯଦି ପ୍ରଭୁଙ୍କର ସନ୍ତୋଷଜନକ ଜୀବନ କାଟବା ନାହିଁ ପ୍ରଭୁଙ୍କ ରାଜ୍ୟରେ ଯାଇପାରିବା ନାହିଁ ଆମେ କଣ କହୁଛୁ ମୋର ଇଚ୍ଛା କାହିଁକି ପିଇଲୁ ମୋର ଇଚ୍ଛା ହେଲୋ ରାତିଟା କାହିଁକି କଥା ହଉଛି ମୋର ଇଚ୍ଛା ଏଇ କାହିଁକି ମୁଇଁ ଥାଉ আর তাকে কাটাউছ তুই অরিজিনাল সেটা আমার জেলেস কপি মনে এমনি স্যার করি হই মুই অরিজিনাল বলে বিএসএনএল কাম নাই ধাম নাই খালি রিচার্জ করে রকে দিবা ফোন করলা বলে কাম করবো নাই
କଣ କାମ ଦଉଛି ଆଜିକାଲି? ଏୟାରଟେଲ ଆହୁରି ଜିଓ। ଜିଓ ବେଶୀ କାମ କରୁଛି। ଜିଓ ବୋଲେ କଣଟା? 3 ନମ୍ବରଟା ସେଟା। ବିଏସଏନଏଲ ପ୍ରଥମଟା ଏବେ କାମ ଦଉନି, ଖାଲି ରିଚାର୍ଜ କରି ଖୁଆଇ ଖୁଆଇ ରଖିଥିବା, ଫୋନ କଲା ବେଳକୁ ଲାଗବ ନାହିଁ। ସେଟା ହଉଛି ବିଏସଏନଏଲ। ଏୟାରଟେଲ ଟିକେ ଟିକେ କାମ ଦବ, ଦାଣ୍ଡେ ବାଟେ ଟିକେ ଛାଯାଇ ମଞ୍ଚା ହେବା ପାଇଁ। ଜିଓ ତ ଧନ ଧନା ଧନାରେ। ଜିଓ ଏବେ ଜିଓ କେତେ ଜିଉଛ? ଜିଓ ପଛେ ମରବ କି ନା ମରବ। ପ୍ରିୟ ଭାଇ ଭଉଣୀ ମାନେ, ଆମର ବୁର୍ବୁଟି ସବୁ ପ୍ରଭୁଙ୍କୁ ଜଣା। ପ୍ରଭୁ ବୋଲି ଆମକୁ ସମ୍ଭାଳିଛନ୍ତି। ବାକି ଲୋକ ଧୋକିଆ ମାରି ଖେତେ କତେ ତୋର ପରା ଖ୍ରୀଷ୍ଟିଆନ ମକୁ ଲড়া ନାହିଁ, ଗେଟ୍ ଆଉଟ୍ ବୋଲଥାନ୍ତି। ପ୍ରଭୁ ଆଜି ସୁଦୂର ନହେଲେ ଏ ମିଟିଂ କାହିଁକି ହେବାର ଅଛି? କଣ ପାଇଁ ହେବାର ଅଛି ମିଟିଂ? ମତେ କହିଲେ ଆଜ୍ଞା ଗୋଟେ ଦିନ ମିଟିଂ ହବ। ହଉ କର, ସେ ଗାଁ ତ ଯାଇନୁ, ଯିବା ୟୁଥ ମିଟିଂ ହବ ଆଜ୍ଞା ସନ୍ଧ୍ୟାରେ ଟିକେ ପବ୍ଲିକରେ କରିବା। ହଉ କର, ଅଛି କରି ଦେଖିଲା ବେଳକୁ କେତେ ଲୋକ ଆଇବେ ବୋଲି ଜାଣା ନାହିଁ। ମୁଇଁ ତ ଭାବୁଥିଲି କେତେ ହେବେ, ଅଳ୍ପ ଲୋକ କରିଦିଅନ୍ତୁ ସର୍ଦାର ଦାଣ୍ଡେ। ମୁଇଁ କହୁଥିଲି ଭିତରେ କର ବୋଲି, ସେ ନା ଆଜ୍ଞା ସନ୍ଧ୍ୟା ଟିକେ ବାହାରେ କରିବା। ଏଇଟା ତ ବାହାରେ କାହାକୁ ଜଣାଇବେ ସାର୍ ନାହିଁ। ପୋଷ୍ଟର ବି ବାହାରେ ମାରିନୁ, ଚର୍ଚ୍ଚ ଜଣାଇନୁ, ପାମ୍ପଲେଟ ବାଣ୍ଟି। ସେଥିପାଇଁ ମୁଁ କହିବା ପାଇଁ ଚାହେଁ, ପୋଷ୍ଟର ମନାଲି ମାର ନାଇଁନି, ପାମ୍ପଲେଟ ଆରି ଛାପ ନାଇଁନି। ଆଜି ସେ ପରମିଶନ ପାଇଁ କଲେକ୍ଟର ଭେବି ଯିବା ଦରକାର। ଆମର ଦାଣ୍ଡେ ଆମେ ପ୍ରାର୍ଥନା କଲେ କୁଲ କଲେକ୍ଟର ଆସି ମନା କରିବା। ଆମର ଦାଣ୍ଡେ ଆମେ ବସି ବାକ୍ୟ ତାଙ୍କେ ଖୁସା ମଥା ତାଙ୍କର ଯାତ୍ରା ବେଲେ ନାଇଁନି, ରୋଡ ଯାକ ଜାମ, କିଣିବାକୁ ଜାଗା ନାହିଁ। ଆମେ ହେଲେ କିଏ ଆସିବେ, କୋଉଠୁ ଆସିବେ, କେତେ ଟଙ୍କା ଆସିବେ, 10ଟା ଭିତରେ ବନ୍ଦ କର, ତାଙ୍କର ରାତି ଯାକ ଚାଲିଥିବ ପାଲା। ଆମେ ଭାড়ା ଆସୁ ତ ଦେଶରେ, ସେ ଧନ୍ଦା ନାଇଁନି। ସିଧା ଆମର ଦାଣ୍ଡେ ଏମିତି ମିଟିଂ ମାନେ କରବା। ଆର ଭଳିଆ ଭଲ ମିଟିଂ କୋଉଠି ମିଳିବ ନାଇଁ। ଯଦି କିଏ ନ ଆଇଲେ ମୁଇଁ ତ ଆଇବି। ଅଳ୍ପ ଲୋକ, ମୁଇଁ ନ ଆସି ନିରଞ୍ଜନ ଆସେ ଡାକା ଆଇବି। ମାନେ ମୋର କିଛି ଡିମାଣ୍ଡ ନାହିଁ। ସର୍ଦାରେ ଯାହା ଦେଲେ ହଁ, ନ ଦେଲେ ମିଶା। ଏବେ କେତେଟା ମିଟିଂ ଗଲି ମୁଲକେ ଦିଅନ୍ତୁ ନାହିଁ। ଭାବୁଛନ୍ତି ନିରଞ୍ଜନକୁ ବେଶୀ ଅଛି କାହିଁକି ବୋଲି ଦଉନାହାନ୍ତି କି କ୍ଷତି କି ଜାଣା ନାହିଁ। ଗଲା ଫାଡ଼ି ଫାଡ଼ି ପ୍ରଚାର କଲା ପରେ ହଉ ଆଜ୍ଞା ପାଠାଇ ଦେବୁ ବୋଲି ପାଠାଇ ଦଉଛନ୍ତି, ଛାଡ଼ି ଦେବୁ ବୋଲି ଛାଡ଼ି। କିଛି ଟେନସନ ନାହିଁ, କିଛି ଟେନସନ ନାହିଁ। ପ୍ରଭୁ ବଞ୍ଚିଥିବା ଯାଏ ଭୋକେ ମରିବି ନାହିଁ। ଦିନ ବେଳେ ରାନ୍ଧି ଦେଲେ କୁଟକୁଟା ଖାଇଲୁ, ଏବେ ରାନ୍ଧିଦେବେ ଖାଇବୁ, ଘରକୁ ଯିବୁ। ଆମର କାମ ସେତିକି। ଭାଇ ଭଉଣୀ ମାନେ, ଆଜିକାଲି ବକ୍ତା ବୋଲେ କଣ, ବକ୍ତା ପୁରା ଦୁଶବାର ଅଛି। ସୁଟ ବୁଟ ପିନ୍ଧିକରି ଫଙ୍କା। ଆଜିକାଲି ଗରମ ଦିନ, ସୁଟ ପିନ୍ଧି ଆସିବୁ, ଗରମକୁ ଭୋକ ଭୋକ ଛୁଟି ହେଲେ। ଜଣେ ବକ୍ତା ପ୍ରଚାର କରୁଥିଲେ, ଆଉ ଗରମ ସକାଶେ ଭୋକ ଛୁଟି ହେବାରୁ ଷ୍ଟେଜରେ ଅଗ୍ରି କରି ଏ ଧାନ୍ଦା ଆମକୁ କାହିଁକି ସେ। ଆଜିକାଲି ଭଲ ବକ୍ତା ହେବା ପାଇଁ ବେଶୀ କିଛି ନାହିଁ, 3ଟା ବୁଟ 4ଟା ସୁଟେଲ ତ ହେଲା। ଆରେ ଏ ମାଇକ ପାଖରେ କଲର ହେବାର ସେତିକି ଆକା ହୁ ହେଲେ ବୋଲେ ଫଙ୍କା ପାବାର ଅଛି। ପାବାର ନାହିଁ, କଲର ହଉଛି। ସେ ପାଟି କରବାର ପାବାର ନାହିଁ, ଧୀର ପାଣି ଆଜି ବାକ୍ୟ ଭେଦୁଛି, ବୁଝୁଛୁ ଆମକୁ ବୋଲେ ଏତିକି ସମୟ ବସବା ଲୋକ ନାହିଁ। ଧୀରେ ପିଲାকে ଫେଡେ ଖୁଟି ଦେଇ କରି ବାବୁ କାନ୍ଦଲାନି ବୋଲି ଉଠି ଯିବାର ବେଲ ପିଲା ଚୁପଚାପ ଫେଡେ ଖୁଟି ଦେଲେ କାନ୍ଦଲାନି କେତେ ଲୋକ ଫୋନ ନ ଆଇଲେ ବୋଲେ ଫୋନ ଧରିକି ହାଲୋ, ହଁ ତୋকে ତ ଫୋନ ମିଶା ଆସେ ନାହିଁ, କୋଉଠି ହାଲୋ ଯିବା ମିଶା ଗଲେ ହେବ କି ନାହିଁ। ଆରେ କେତେ ଯିବିଲ ଆଇବୁ କି 5 ଲୋକ ତା ସାଙ୍ଗେ ମିଶି ପଳାଇନି, ତାକୁ ସାହାଯ୍ୟ କରିବାକୁ ଯାଉଛୁ ପରିଷ୍କାର କରିବା ପାଇଁ। ପ୍ରିୟ ଭାଇ ଭଉଣୀ ମାନେ, ଥରେ ଗୋଟେ ମିଟିଂରେ ଯାଇଛି, ଗୋଟେ ସ୍ୱାମୀ ବଡ଼ କଷ୍ଟରେ ଆସି ବସିଛି, ତା ସ୍ତ୍ରୀ ଉଠି ଦେଖୁଛି, କଥା ହଉଛନ୍ତି, ମୁଁ ଦେଖୁଛି। ପରେ ସ୍ୱାମୀ ଯାଇପାରୁନାହିଁ, ପରେ କଣ କହୁଛି ଗଲା ଏମିତି। এটা আমি জানছি কি কামড়ে দেবো। ସେ ସ୍ତ୍ରୀ କହିଲେ ହଉ ଯାଅ। ସେ ମୁତବାକୁ ଗଲା, ମିଟିଂ ସରିଗଲା, ଆସେ ନା ଖାଲି ମୁତି ମୁତି ଆସିଲା, ଆସିଲାନି ସେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଏତେ ସମୟ ବସବା ଲୋକ ନା, ଆମେ ତ ବସି ପାରିବୁ ନାହିଁ। ରାତି ଯାଉଛୁ ନା ଟିଭି ଦେଖି ପାରିବୁ, ଆଉ ପ୍ରାର୍ଥନା ବସବୁ କି ଆମେ? ବସବୁ ନାହିଁ ଆମେ। ଆଜିକାଲି ମିଟିଂ ବୋଲେ କୋଉଠି, ଯୋଉଠି ମିରାକଲ ହେବ। ଏଠି କିଛି ମିରାକଲ ପ୍ରାର୍ଥନା ନାହିଁ, ପାପ ଛାଡି ସିଧା ଯାଅ। ଆଟା ଦୁକା ପିଠି ଦୁକା ଥାଉ, ଆଟା ଯେତେ ଯାଇଥିବ ଆଟା ଦୁକା ଥିବ, ମୁଣ୍ଡ ଥିବା ଯାଏ ମୁଣ୍ଡ ଦୁକା, କିଡନୀ ଥିବା ଯାଏ କିଡନୀ ଦୁକା, ଦାନ ଥିବା ଯାଏ ଦାନ ଦୁକା, ଦାନ ଛଡିଗଲେ କାଇଟା ଦୁକା ହେବ। ଆଖି ଥିବା ଯାଏ ଆଖି ପ୍ରୋବ୍ଲେମ। এটা প্রবলেমর শরীর।
ବସ ଖାଅ ପ୍ରାର୍ଥନା କର ଚୁପ ହେଇଥାଅ ପ୍ରଭୁ ସୁସ୍ଥ କଲେ ପ୍ରେଜ କଲ ସୁସ୍ଥ ନ କଲେ ହାଲେଲୁୟା ଖସରି ଗଲା ପରେ ଥାଅ ଏନେ ତେନେ ପାଳନ ନାହିଁ ପ୍ରଭୁରେ ଥାଉ ମୋର ପ୍ରିୟ ଭାଇ ଭଉଣୀ ମାନେ ଆମେ କଣ ଦେଖୁଛୁ ଯେ ଆଦମ ହବା ପ୍ରଭୁ ସାଙ୍ଗେ ଚାଲିଲେ ନାହିଁ ପ୍ରଭୁ ତାଙ୍କୁ ବିତାଡ଼ିତ କରିଦେଲେ କିନ୍ତୁ ନହ ଆମେ ହନକ ଦେଖୁଛୁ ହନକ ପ୍ରଭୁଙ୍କ ସାଙ୍ଗେ ଚଲାବୁଲା ହେଲେ 300 ବର୍ଷ ନ ମର୍ତ୍ତେ ସ୍ୱର୍ଗେ ପଳାଇଲେ ଆମେ ବି ସେମିତି ଜୀବନ କାଟିବାର ଅଛି ଜେନେ ଯାଉଛୁ ପରା ତୁଇ ଜେନେ ଗଲେ ଯାଟା କରୁଥା ଯିଶୁ ଲାଗି ତୁଇ ବଞ୍ଚିଥା ବୋଲୁଛନ୍ତି ସେମିତି ଆକା ତୁଇ ଯୁଆଡ଼େ କାମ କରିବାକୁ ଯାଉଛୁ କାମ କର କୁଲି କର ଭୂତି କର ଯୋଉଠି ଥିବୁ ଥା ପ୍ରଭୁରେ ଥା ପ୍ରଭୁ ଥିବା ଅଛି ଭଉଣୀ ମାନେ ସ୍ୱାମୀ ମାନେ ଯାଇଛନ୍ତି କାମ କରିବାକୁ କୋଉଠି ହାଇଦ୍ରାବାଦ ମୁଁ ଯାକ ରୁମ୍ ଢାପାଇ କରି ରଖି ଦେଇଛନ୍ତି କୁମାର ସେମାନେ ସେ ଫୋନ୍ କରୁଛି ଆଇବି କି ମୋ କାହିଁକି ଆଇବ ତୋତେ ଦେଖିବାକୁ ଇଚ୍ଛା ଲାଗୁଛି ଫୋନରେ କଥା ହଉଛି ପୁରା କି ସାଥେ କଥା ଦେଖିବାକୁ ଇଚ୍ଛା ଲାଗୁଛି ମା କେମିତି ଅଛି ତୋର ମାକୁ ଭଲ ରଖିଛି ଚିନ୍ତା କର ନାହିଁ ବାବୁ ପାପା ମନେ ପଡୁଛନ୍ତି ମୋ ଭିଡିଓ କଲରେ କଥା ହଉଛ ପୁରା ସିଧା ଥାଉ ବୁଧବାର ଦିନ ଡାବୁ ବାନ୍ଧବା ଅଛି ପଠାଅ ସେ ବାପଡା ଯାଇ କରି କୁଲି କରି ପଠାଉଛି ଏ ଖାଲି ରୁମ୍ ଜଣେ ମା ଗୋଟେ କହୁଥିଲା ହେଦେ ବାବୁ 5ଟା ଗ୍ରୁପ ଆଣିଲି ଅଛି ମୁଁ କହିଲି ମା 2ଟା ଆଣିତ 7 ଦିନ ହେଇଯାଇତା ଖାଟା ଖାଇବି ବାବୁ କଣଟା ଖାଇବୁ ପ୍ରିୟ ଭାଇ ଭଉଣୀ ମାନେ ରାତି 9ଟା 10ଟା ଯାଏ ଗ୍ରୁପ ବାଲା ମାନେ ଆମର ଗାଁରେ ବସିଥାଉଛନ୍ତି ଗାଁ ପାଇଁ ଅପମାନର କଥା ହେଲା ସେ ଗ୍ରୁପ ବାଲା ବସିଥିବ ଟୋକି ଘରେ ଥିବ ଏ ମା ଡାବୁ ଖଟି ବୁଲୁଥିବ ଆମେ ଏମିତି ଫଟ ପନ୍ଦିଛୁ ଆମକୁ ଡାବୁ କେ ଦେବେ ମିଶା ନାହିଁ ଉପଡ଼ି ମରୁଥିଲେ ଏଟା ଡାବୁ ଦେବେ ନାହିଁ ଦେଇ ଖାଲୋ ବୁଧବାର ଦିନକୁ ଦେବି କୋଉ ବୁଧବାର ସେ ବୁଧବାର କ୍ୟାଲେଣ୍ଡର ଏକା ନାହିଁ 1 ତାରିଖକୁ ଦେବି लो 1 ତାରିଖ କୋଉ 1 ତାରିଖ ଭଉଣୀ ଆସି ମୋ ଉଦାର ମାଗୁଛି ବାବୁ ତୁଇ ପ୍ରଭୁ ଲୋକ ବାବୁ ଗୋଟେ ଡାଉଟ ଲାଗୁଛି କି ନାଇଁ ତୁଇ ପ୍ରଭୁ ଲୋକ ବାବୁ ଦେଇଛା ବାବୁ ଡାବୁ କି ଡାବୁ ଗ୍ରୁପ ବାନ୍ଧିବି ତୋର ଲାଜ ଅଛି କି ନାଇଁ ତୁଇ ମତେ ଦେବୁ କି ମୁଇଁ ତୋତେ ଦେବି ନାଇଁ ହେଲେ ମିଶା ପ୍ରଭୁର ଲୋକ କି ନାଇଁ ଦେବ କାହିଁକି ସିଧା ଯା ମାଡି ଗୁଡି ପ୍ରାର୍ଥନା କର ପ୍ରିୟ ଭାଇ ଭଉଣୀ ମାନେ ଏଟା ପ୍ରାର୍ଥନା ନ କରିବାର ପରିଣାମ ଏଟା ବାକ୍ୟକୁ ନ ମାରିବାର ପରିଣାମ ଏଟା ଜଣେ ପ୍ରଭୁକୁ ଭୟ କରିବେ ତାଙ୍କର ପଛରେ ଚାଲିବେ ତାର କୌଣସି ମଙ୍ଗଳ ବିଷୟ ଅଭାବ ହବ ନାହିଁ ପ୍ରଭୁଙ୍କ ପଛରେ ଚାଲିବାକୁ ଆରମ୍ଭ କରନ୍ତୁ ପ୍ରଭୁଙ୍କ ପଛରେ ଆମେ ଦେଖିଲୁ ପ୍ରଭୁ ମଣିଷକୁ କାହିଁକି ତିଆରି କରିଛନ୍ତି ତାଙ୍କ ପଛରେ ଚାଲିବା ପାଇଁ ଆଦମ ହବା ଚାଲିଲେ ନାହିଁ ପ୍ରଭୁ ସାଙ୍କୁ ବାହାର କରିଦେଲେ ତାପରେ ଆସିଲେ ହନକ ପ୍ରଭୁଙ୍କ ସାଙ୍ଗେ ଚାଲିଲେ ଆଉ ସେ ନ ମରି କରି ସ୍ୱର୍ଗକୁ ଗଲେ ତାପରେ ଆଉ ଜଣେ ଲୋକ କଥା ଲେଖାଯାଉଛି ଆପଣ ଦେଖିବେ ଆଦି ପୁସ୍ତକ 6 ପର୍ବ ତାର 9 ପଦ ଆଦି ପୁସ୍ତକ 6 ପର୍ବ 9 ପଦ ନହଙ୍କର ବଂଶାବଳୀ ଏହି ନହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ ନହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ ଦେଖନ୍ତୁ ପ୍ରିୟ ମାନେ ନହ କଣ କଲେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ ହି ୱାକ୍ ୱିଥ୍ ଗଡ୍ ସେ ପ୍ରଭୁଙ୍କ ସାଙ୍ଗେ ଚାଲିଲେ ସେ ସମୟରେ କେ ପ୍ରଭୁ ସାଙ୍ଗେ ଚାଲୁନାହାନ୍ତି ମାତ୍ର ଏକଲା ଆମେ ଗାଉଛୁ ନା ସେ ଗୀତ ମନସ୍ଥ କରିଛି ମୋ ଯୀଶୁ ସଙ୍ଗେ ଚାଲୁଥିବି ନ ଫେରବି ନାହିଁ କେ ଚାଲୁ କି ନ ଚାଲୁ ପ୍ରିୟ ଭାଇ ଭଉଣୀ ପ୍ରଭୁ ଅନୁଗ୍ରହ କରନ୍ତୁ ମୁଁ ଲୁଥରାନ ପରିବାରରୁ ଆସିଛି ଯେତେବେଳେ ସେବା କାର୍ଯ୍ୟ ପାଇଁ ଗଲି ଘରୁ ବାହାରୁଛି ବେଗ ଧରିକରି କାନରେ ଗୋଟେ ପଦ ଶୁଣିଲା ଗୀତ ଶୁଭିଲା ମୋ ପଶ୍ଚାତଗାମୀ ହୋଇନ କହନ୍ତି ବୀର ଖ୍ରୀଷ୍ଟ ସ୍ୱଇଚ୍ଛା ସବୁ ଛାଡ଼ିନ ତୁ ମାନ ମୋର ଇଷ୍ଟ ତୁ କୃଷ ଘେନ ଧୈର୍ଯ୍ୟରେ ଓ ଚାଲ ମୋର ମାର୍ଗରେ ସେ ଦିନରୁ ଚାଲୁଛି ଦୁଃଖ ଆସୁଛି କଷ୍ଟ ଆସୁଛି ଅପମାନ ଆସୁଛି ନିନ୍ଦା ଆସୁଛି ଆସେ ପ୍ରଭୁ ତ ଅଛନ୍ତି କି ନାହିଁ ପ୍ରଭୁ କହିଲେ ସବୁ ତୋକେ ଛାଡ଼ିବେ ମୁଇଁ ତୋ ସାଙ୍ଗେ ଥିବି ଅଛନ୍ତି ସେ ବାପା ମା ମିଶା ଆଜି ନାହିଁ ପ୍ରଭୁ ଅଛନ୍ତି କାହିଁକି ଟେନସନ୍ ଏକଲା ବୁଲୁଛୁ ଆମେ ସ୍ୱାମୀ ସ୍ତ୍ରୀ ଜେନେ ଗଲେ ମିଶା ମଝିରେ ଆମେ ଥରେ ଯାଇଥିଲୁ ଆନ୍ଧ୍ରାରେ ମୋର ଭାଇ ଗୋଟେ ଅଛି ସେଠି କାକା ପୁଅ ମୋର ଭାଇ ଆମେ 2 ଭାଇ ଏକା ଅଛୁ ତାଙ୍କର ପୁଅ ଗୋଟେ ପଚାରିଲା ଆସିକରି ଭାଇ ବଡ଼ ମା ବଡ଼ ବାପାର ବଡିଗାର୍ଡ କିଏ ଦାୟୀ କାହିଁକି କଣ ହେଲା ବୋଲା ନାଇଁ ଆନ୍ଧ୍ରାରେ ଯେତିକି ପ୍ରଭୁଙ୍କ ଦାସ ମାନ ଥିବେ କି ନାଇଁ ତାଙ୍କର ବଡିଗାର୍ଡ ମାନେ ଥିବେ ବଡ଼ ମା ବଡ଼ ବାପାର ତ ନାଇଁ ମୁଇଁ ବଡିଗାର୍ଡ ପରା ରେ ବୋଲେ ଆଗେ ତ
ତମେ ନାଇଁ ଥିବେ ଡ୍ରେସ୍ ପିନ୍ଧି କରି ବଡିଗାର୍ଡ ମାନେ ଚାରିଆଡେ ଥିବେ। ମାନେ ପ୍ରଭୁଙ୍କ ଦାସକୁ କାହିଁକି ବଡିଗାର୍ଡ ଲୋଡ଼ା କଣ ପାଇଁ? ଜଗତରେ ଯିଏ ଅଛି ତା ଅପେକ୍ଷା ସମସ୍ତ ଯିଏ ଅଛନ୍ତି ସେ ମହାନ। ଆଉ ସେ କହୁଛି ତୁମେ ମତେ ଭୟ କରିବ, ଦୂତ ପଠେଇ ଛାଉଣି କରି ତୁମକୁ ରକ୍ଷା କରିବି। ବୁଲୁଛୁ ଏଠି, ଯେବେ ପ୍ରଭୁ ଡାକିଲେ ତାର ପକାଏ। ଏଠି ସ୍ୱାମୀ ସ୍ତ୍ରୀ ଚାଲିଗଲେ ବୋଲି ଜାଣିବୁ ତ କିଛି ଟେନସନ୍ ନାହିଁ। ଆଜି ପ୍ରଭୁ ଡାକିଲେ ହଁ, କାଲିকে ଡାକିଲେ ହଁ, ଚିଲ୍ଲା କଥା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଜାଣିବାର ଅଛି ପ୍ରଭୁ ସାଙ୍ଗେ ଚାଲିବାର ଅଛି, ପ୍ରଭୁଙ୍କ ସହିତ ଚାଲିବାର ଅଛି। ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆଜି ପ୍ରାର୍ଥନା କରିବ ପ୍ରଭୁ ତମ ସହିତ ମୁଁ ଚାଲିବା ପାଇଁ ଚାହୁଁଛି। ନୁହଁ ପ୍ରଭୁ ସାଙ୍ଗେ ଚାଲିଲେ। ଜଗତ ପଥରେ ଚାଲି ନାହାନ୍ତି। ପ୍ରଭୁ ଦେଖିଲା ବେଳକୁ ଜଗତ ଗୋଟାରେ ଯାଉଛି, ନୁହଁ ଆଦି ଗୋଟାରେ ଯାଉଛନ୍ତି। ଆମେ କୁଆଡେ ଯାଉଛୁ? ଜଗତ ଯିବାଟେ ଆମେ ମିଶା ସେମାନେ କେ ଭଲ ଲୋକ କୋଉଠି ଭଲ କେ ଭଉଣୀ ମାନେ ସ୍ୱାମୀ ମଦ ପିଲେ ସପୋର୍ଟ ଆଦି କରୁଥିବେ। କଣ ବୋଲି କହିବେ? ହଏ ପିଓବେ ବାପଡ଼ାକେ କେତେ ଟେନସନ୍। ପିଇବେ, ମତେ ହୁଡବେ, ଟିକେ ଗାଲି କରିବେ, ମନ ମଇଲା କଥା କହିବେ, ଇ ଚାହିଁଲେ ବାଜାଇ ଦେବେ। ମୁଇଁ ମାଇଣ୍ଡ କରୁ ନାହିଁ। ତୋର ମାଇଣ୍ଡ ଥିଲେ ତ করবু লো বাইডি, তোর তো মুলকে মাইন্ড আকার নেই, মাইন্ড নেই। ঝিও মানে পুଅ ମାନେ ସାବଧାନ। ଫୋନରେ ଯଦି ଅନୱାଣ୍ଟେଡ ନମ୍ବର ଅଛି ଡିଲିଟ୍ କରିବ। ସେ ଗୋଟେ ଫୋନ ନମ୍ବର ତମ ଜୀବନକୁ ଧରି ଖାଇବ। ପ୍ରଭୁଙ୍କ ଦାସମାନଙ୍କ ଅଭିଷେକ ପଳେଇବ ସେ ଗୋଟେ ନମ୍ବର ପାଇଁ। ଦଲିଲାର କୋଳରେ ସାମସନ ଭଳିଆ ଲୋକ ଦେଇ ଶୋଇଲେ ଅଭିଷେକ ପଳେଇଲା। ଦଲିଲାର କୋଳ ହଉଛି ପ୍ରଭୁଙ୍କ ଦାସମାନଙ୍କ ସମାଧିସ୍ଥଳ। ସମାଧିସ୍ଥଳ ସମସ୍ତଙ୍କୁ ମୁଁ କହିବା ପାଇଁ ଚାହେଁ, ଆଜି ଆପଣଙ୍କ ଜୀବନ କେମିତି ଅଛି ମୁଁ ଜାଣିନାହିଁ, କିନ୍ତୁ ପ୍ରଭୁ ସମସ୍ତଙ୍କୁ ଗୋଟେ କଥା କହୁଛନ୍ତି, ତାଙ୍କ ସହିତ ଚାଲିବା ପାଇଁ। ନୁହଁ କଣ କଲେ? ପ୍ରଭୁଙ୍କ ସହିତ ଚାଲିଲେ। ଚାଲିଲା ପରେ କଣ କରୁଛନ୍ତି ପ୍ରଭୁ? 7 ପର୍ବ 1 ପଦ ଦେଖନ୍ତୁ। ଅନନ୍ତର ସଦାପ୍ରଭୁ ନହଙ୍କୁ କହିଲେ ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର, କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ। ଭାବି ଦେଖନ୍ତୁ, ପ୍ରଭୁ ଲକ୍ଷ ଲୋକ ଦେଖୁଛନ୍ତି, ଜଣ ଜଣ କରି ବି ଦେଖୁଛନ୍ତି। ପ୍ରଭୁ କଣ କରୁଛନ୍ତି? ମାସରେ ଦେଖୁଛନ୍ତି, ଇଣ୍ଡିଭିଜୁଆଲ ବି ଦେଖୁଛନ୍ତି, ମତେ ବି ଦେଖୁଛନ୍ତି, ଆପଣଙ୍କୁ ବି ଦେଖୁଛନ୍ତି। ଏ କେମିତି ଚାଲୁଛି? ଯଦି ଆପଣ ପ୍ରଭୁଙ୍କ ସାଙ୍ଗେ ଚାଲିବେ, ପ୍ରଭୁ କହିବେ ତୁମେ ଆମ୍ବ ସାକ୍ଷାତରେ କଣ କରୁଛ? ଧାର୍ମିକ ଦେଖାଯାଇଛ, ତେଣୁ ଆମେ ତୁମକୁ ରକ୍ଷା କରିବୁ, ତୁମେ ଜାହାଜରେ ପ୍ରବେଶ କର। ଭାଇ ଭଉଣୀ ମାନେ, ଆଗାମୀ ସମୟ ସୁରକ୍ଷା ସମୟ ନାହିଁ। ସବୁ ରକ୍ଷା ପାଇବେ ନାହିଁ। ମନିଚା ଜୀବନ କାଟବା ଲୋକ ରକ୍ଷା ପାଇବେ ନାହିଁ। ପ୍ରଭୁ ସାଙ୍ଗେ ଚାଲବା ଲୋକ କାକା ଏ ମଣ୍ଡଳୀ ସବୁବେଳେ ଥିବ ନାହିଁ। ବିଶ୍ୱାସୀ ମାନେ ସବୁବେଳେ ଥିବେ ନାହିଁ। ମାତ୍ର ରାଜ୍ୟକୁ ଚାଲିଯିବେ, କିନ୍ତୁ କେମିତି ଜୀବନ କାଟୁଛୁ ଆମେ? ପ୍ରଭୁ ଦେଖିଲେ ନହକୁ ନହ ମୁଁ ଦେଖିଲି, ବାକି ଲୋକମାନେ ମୋର ପଛେ ଚାଲୁନାହାନ୍ତି, ତୁମେ ମୋର ପଛେ ଚାଲୁଛ। ତୁମେ କଣ କରୁଛ? ବଢିଆ ସୁନ୍ଦର ଲେଖାଯାଉଛି କଣ ବୋଲିକରି, ଅନନ୍ତର ସଦାପ୍ରଭୁ ନହଙ୍କୁ କହିଲେ ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର। ପରିବାର ରକ୍ଷା କରିବା ପାଇଁ ଚାହୁଁଛନ୍ତି କି? ପରିବାରକୁ ଯଦି ରକ୍ଷା କରିବା ପାଇଁ ତୁମେ ସପରିବାରରେ ଜାହାଜରେ ପ୍ରବେଶ କର, କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ। ପ୍ରଭୁ କଣ କରୁଛନ୍ତି? ତୁମକୁ ଧାର୍ମିକ ଦେଖିଛୁ। ଧାର୍ମିକ ସ୍ୱର୍ଗରେ କିଏ ଯିବ? ଯେ ପ୍ରଭୁ ସାକ୍ଷାତରେ ଧାର୍ମିକ ହବ, ଯେ ପ୍ରଭୁ ସାଙ୍ଗେ ଚାଲିବ। ଆଜି ସମସ୍ତେ ପ୍ରାର୍ଥନା କରିବା, କହିବା ପ୍ରଭୁଙ୍କୁ, ପ୍ରଭୁ ମୁଁ ତମ ସାଙ୍ଗେ ଚାଲିବା ପାଇଁ ଚାହୁଁଛି। କଷ୍ଟ ଚାଲିବାଟା କଷ୍ଟ, ଦୁଃଖ ଆସିବ, ସମସ୍ୟା ଆସିବ, ନିନ୍ଦା ଆସିବ, ମାତ୍ର ପ୍ରଭୁ କହୁଛନ୍ତି ମୁଁ ତ ଛାଡ଼ିବି। ଆପଣ ପ୍ରଭୁଙ୍କ ସାଙ୍ଗେ ଚାଲିବାକୁ ଆରମ୍ଭ କରନ୍ତୁ, ପ୍ରଭୁ ଆପଣଙ୍କୁ ଛାଡ଼ିବେ ନାହିଁ। ସଦରକ ମେଷକ ବେଦକୁ ଦେଖ, ଅଗ୍ନିରେ ପକାଇଦେଲେ, ପ୍ରଭୁ ସେ ଠିଆ ହେଇଯାଇଛନ୍ତି। ଦାନିଏଲକୁ ସିଂହ ହାତରେ ପକାଇଦେଲେ, ପ୍ରଭୁ ରକ୍ଷା କଲେ। ଦାଉଦ ଲାଗବାକୁ ଯାଇଛି କାହା ସାଙ୍ଗେ? ଗୋଲିଆତକୁ। ଗୋଲିଆତ ପାଖରେ ଏ ହାତେ କାକା, ଏତେ ଲମ୍ବା ଲୋକ, ଏତେ ବଳବାନ ଲୋକ, ଏ ସାନଟା ଗୋଲିଆତ ଦେଖିଲା ବେଳେ ଦିଶୁ ବି ନଥିବେ, କିଏ ଏଟା ଆସିଲାନି ଟିଟିକ ହିଡି କରି ଆସିଲେ। ସେ କହେ ଇଏ ଧରିଛି, ବର୍ଷା ବର୍ଷି ଧରିଛି, ମୁଣ୍ଡେ ଟୋପି ପିନ୍ଧିଛି, ଲୁହାର ବୁଟ ପିନ୍ଧିଛି, ଭୁକେ ଲୁହାରଟା ଢାପି ହେଇଛି। ଏ ଭାବୁଛି କଣ ବୋଲି କରି, ଇଏ କଣ ଧରିଛନ୍ତି? ଚଢେଇ ଉଡାଇବାଟା।
ଗୋଟେ ମାରିଲେ କାପାଲ ଫାଟିକରି ଭିତରେ ପକନା ପଡ଼ିଗଲା ସିଧା ଟୁଡୁମ କେମିତି ମରଲେ ଏଠି ବାଲେ କେମିତି ପଡବା କଥା ପଛବାଟେ କେମିତି ପଡିଥିଲା ବିଦଗାଲି ହେଇକରି ପାଟା ପଡିକରି ଢୁଲିଥିଲା କେମିତି ମୁଁ ପଚାରିଲି ସେଟା ଗୋଟେ ପିଲାକୁ କହିଲେ ବାବୁ ତାକୁ ତ କପାଳରେ ବାଜିଲା ସେ ତ ଏମିତି ପଡବା କଥା ଏ ବାଟେ କେମିତି ପଡିଲା ଆଙ୍କୁଲ ତମେ ବୁଝୁନ କି ଆଙ୍କୁଲ বলছে সে কেমতি যে পছাড়ে যিশু বাপা ছিলে পড়া যিশু প্রভু ছিলে গোটে খেপলা মার দেলে সে বিদগালি